ଗତକାଲି ରାତିରେ ରାଞ୍ଚିର ବିର୍ସା ମୁଣ୍ଡା ବିମାନବନ୍ଦର ଏକ ଇଣ୍ଡିଗୋ ବିମାନର ପଛପଟ ଭୂମିରେ ପିଟି ହେବାରୁ ଆତଙ୍କ ଖେଳି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ବିମାନକୁ ହାର୍ଡ ଲ୍ୟାଣ୍ଡିଂ କରାଯାଇଥିଲା। 6E7361 ବିମାନ ଭୁବନେଶ୍ୱରରୁ ରାଞ୍ଚି ଅଭିମୁଖେ ଆସୁଥିଲା। ବିମାନରେ 56 ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ କେତେକ ସାମାନ୍ୟ ଆହତ ହୋଇଥିବା ଜଣାଯାଇଛି। ଶୁକ୍ରବାର ସନ୍ଧ୍ୟା 7:55ରେ ଏହି ବିମାନ ଭୁବନେଶ୍ୱରରୁ ଉଡ଼ାଣ ଭରିଥିଲା। ସକାଳ 8:30ରେ ଏହା ରାଞ୍ଚି ବିମାନ ବନ୍ଦରରେ ଅବତରଣ କରିଥିଲା। ଶନିବାର ସକାଳେ ଏହି ଖବର ଆସିଥିଲା। ବିମାନର ପଛଭାଗ କ୍ଷତିଗ୍ରସ୍ତ ହୋଇଛି। ହଠାତ୍ ତୀକ୍ଷ୍ଣ ଝଟକା ଯୋଗୁଁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ପାଇଲଟ ବିମାନକୁ ନିୟନ୍ତ୍ରଣ କରିଥିଲେ, ଯାହାପରେ ଏହାକୁ ଆପ୍ରନ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାଥମିକ ତଦନ୍ତରେ ଇଞ୍ଜିନିୟରମାନେ ବିମାନଟି ଉଡ଼ାଣ ପାଇଁ ଅନୁପଯୁକ୍ତ ବୋଲି ବର୍ଣ୍ଣନା କରିଛନ୍ତି। ତେବେ ରାଞ୍ଚି ବିମାନ ବନ୍ଦର ପ୍ରଶାସନ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ବିମାନକୁ ଭୁସାଇ କରାଇଥିଲେ।